ଭାବନ୍ତୁ ତ ଥରେ, ପୁରୀ ବଡ଼ଦାଣ୍ଡ, ହଜାର ହଜାର ନୁହେଁ ଲକ୍ଷ ଲକ୍ଷ ଲୋକ ଜୟ ଜଗନ୍ନାଥ ଧ୍ୱନିରେ ପୁରା ଫାଟି ପଡ଼ୁଛି। ହଁ। ଆଉ ଠିକ୍ ସେତିକି ବେଳେ ମଝି ରାସ୍ତାରେ ମହାପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥଟା ହଠାତ୍ ଅଟକି ଯାଉଛି, ପୁରା ସ୍ଥିର। ଭିଡ଼ ଭିତରୁ ଜଣେ ବହୁତ ବୟସ୍କା ମହିଳା ବାହାରି ଆସିଲେ। ବହୁତ ବୁଢ଼ୀ, ହାତ ଥରୁ ଧୀରେ ଧୀରେ ବହୁତ କଷ୍ଟରେ ରଥ ପାଖକୁ ଗଲେ ଆଉ ପୁରା କମ୍ପିଲା ସ୍ୱରରେ ସେ କହିଲେ, ରେ ମୁଁ କାଳିଆରେ, ମୁଁ ତ ବୁଢ଼ୀ ହେଲେଣି, ଜଲ୍ଦି ଚାଲିପାରୁନି, ଏତେ ବାଟରୁ ଆସିଛି ତୋତେ ଟିକେ ଦେଖିବାକୁ। ମୋ ପାଇଁ ଅପେକ୍ଷା କରିଥିଲୁ ନା? ସେ ବୃଦ୍ଧଜଣକ ରଥ ଦଉଡ଼ିକୁ ଯେମିତି ହିଁ ଛୁଇଁଛନ୍ତି, ଛୁଇଁବା ମାତ୍ରେ ହଁ, ଠିକ୍ ସେଇ ମୁହୂର୍ତ୍ତରେ ଯୋଉ ରଥ ଘଣ୍ଟା ଘଣ୍ଟା ଧରି ଅଟକିଥିଲା, ସେ ପୁରା ସହଜରେ ଆଗକୁ ଗଡ଼ିବାକୁ ଲାଗିଲା। ସାଧାରଣ ବୁଢ଼ୀ ମାଉସୀଙ୍କ ଡାକରେ ଏତେ ବଡ଼ ରଥଯାତ୍ରାର ଗତି ବଦଳିଯିବା, ହଁ ଏଇଟା କେବଳ ଭକ୍ତିର ଶକ୍ତି ନୁହେଁ, ଏହା ଭଗବାନଙ୍କ ଅପାର କରୁଣା ବି ଦେଖାଉଛି। ଅର୍ଥାତ୍